ଗଣନା ପୁସ୍ତକ 7 ପର୍ବ। ଅନନ୍ତର ଯେଉଁଦିନ ମୂଷା ଆବାସ ସ୍ଥାପନ ସମାପ୍ତ କରି ତାହାର ଅଭିଷେକ ଓ ପବିତ୍ର କଲେ ଓ ତହିଁର ସକଳ ଦ୍ରବ୍ୟ ଓ ବେଦୀ ତହିଁର ସକଳ ପାତ୍ର ଅଭିଷେକ କରି ପବିତ୍ର କଲେ। ସେହିଦିନ ଇସ୍ରାଏଲର ଅଧିପତିଗଣ ସେମାନଙ୍କ ପିତୃଗୃହର ପ୍ରଧାନଗଣ ନୈବେଦ୍ୟ ଦାନ କଲେ। ଏମାନେ ବଂଶ ସମୂହର ଅଧିପତି ଥିଲେ ଓ ଗଣିତ ଲୋକମାନଙ୍କ ଉପରେ ନିଯୁକ୍ତ ଥିଲେ। ପୁଣି ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ନିମନ୍ତେ 6 ଗୋଟି ଆଚ୍ଛାଦିତ ଶଗଡ଼ ଓ 12 ଗୋଟି ଗୋରୁ ଅର୍ଥାତ୍ 2 ଅଧିପତି ଏକ ଏକ ଶଗଡ଼ ଏକ ଜଣ ଏକ ଗୋରୁ ଆଣି ଆବାସ ସମ୍ମୁଖରେ ଉପସ୍ଥିତ କରାଇଲେ। ତେଣୁ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ସେମାନଙ୍କଠାରୁ ତାହା ଗ୍ରହଣ କର। ତାହା ସବୁ ସମାଗମ ତମ୍ବୁର ସେବା ନିମନ୍ତେ ହେବ। ଆଉ ତୁମ୍ଭେ ପ୍ରତ୍ୟେକ ଜଣ ଆପଣା ଆପଣା ସେବାନୁସାରେ ଲେବୀୟମାନଙ୍କୁ ତାହା ସବୁ ଦେବ। ତେଣୁ ମୂଷା ସେହି ଶଗଡ଼ ଓ ଗୋରୁ ନେଇ ଲେବୀୟମାନଙ୍କୁ ଦେଲେ। ଗର୍ସେନୀୟ ସନ୍ତାନଗଣକୁ ସେମାନଙ୍କ ସେବାନୁସାରେ ସେ 2 ଶଗଡ଼ ଓ 4 ଗୋରୁ ଦେଲେ। ହାରଣ ଯାଜକର ପୁତ୍ର ଇଥାମର ହସ୍ତାଧୀନରେ ମଗାରି ସନ୍ତାନଗଣକୁ ସେମାନଙ୍କ ସେବାନୁସାରେ ସେ 4 ଶଗଡ଼ ଓ 8 ଗୋରୁ ଦେଲେ। ମାତ୍ର ସେ କହାତ ସନ୍ତାନଗଣକୁ କିଛି ଦେଲେ ନାହିଁ, କାରଣ ପବିତ୍ର ସ୍ଥାନର ସେବାକର୍ମ ସେମାନଙ୍କର ଥିଲା। ସେମାନେ ସ୍କନ୍ଧରେ ତାହା ବହିଲେ। ଆଉ ବେଦୀର ଅଭିଷେକ ଦିନ ଅଧିପତିଗଣ ତହିଁର ପ୍ରତିଷ୍ଠା ନିମନ୍ତେ ଦାନ କଲେ। ଅର୍ଥାତ୍ ସେହି ଅଧିପତିଗଣ ବେଦୀ ସମ୍ମୁଖରେ ଆପଣା ଆପଣା ଉପହାର ଉତ୍ସର୍ଗ କଲେ। ତହିଁରେ ସଦାପ୍ରଭୁ ମୂଷାଙ୍କୁ କହିଲେ, ପ୍ରତ୍ୟେକ ଅଧିପତି ଆପଣା ଆପଣା ଦିନରେ ବେଦୀର ପ୍ରତିଷ୍ଠା ନିମନ୍ତେ ଉପହାର ଉତ୍ସର୍ଗ କରିବେ। ତହିଁରେ ପ୍ରଥମ ଦିନ ଜିହୁଦା ବଂଶଜାତ ଅମିନାଦବର ପୁତ୍ର ଅହସୋଲ ଆପଣା ଉପହାର ଉତ୍ସର୍ଗ କଲା। ତାହାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ, ଏହି 2 ଭକ୍ଷ୍ୟ ନୈବେଦ୍ୟାର୍ଥେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ 1 ବର୍ଷୀୟ ଏକ ବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ବର୍ଷ ମେଷ ବତ୍ସ। ଏହା ଅମିଦାନବର ପୁତ୍ର ନହଶୋନର ଉପହାର। ଦ୍ୱିତୀୟ ଦିନ ଇସାଖରର ଅଧିପତି ସୁୟାରର ପୁତ୍ର ନଥେୟେଲ ଆପଣା ଉପହାର ଉତ୍ସର୍ଗ କଲା। ସେ ଆପଣା ଉପହାର ନିମନ୍ତେ ପବିତ୍ର ସ୍ଥାନର ସେକଲ ଅନୁସାରେ ଏହା ଦେଲା, ଅର୍ଥାତ୍ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ଏକ କୁଣ୍ଡ, ଏହି 2 ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ 1 ବର୍ଷୀୟ ଏକ ମେଷ ବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷ ବତ୍ସ। ଏହା ସୁରିଆର ପୁତ୍ର ନଥନେଲର ଉପହାର। ତୃତୀୟ ଦିନ ସବଲୁନ୍ ସନ୍ତାନଗଣର ଅଧିପତି ହେଲୋନର ପୁତ୍ର ଇଲିଆବ ଆଣିଲା। ତାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ, ଏହି 2 ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ 1 ବର୍ଷୀୟ ଏକ ମେଷ ବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷ ବତ୍ସ। ଏହା ହେଲୋନର ପୁତ୍ର ଇଲିଆବର ଉପହାର। ଚତୁର୍ଥ ଦିନ ରୁବେନ ସନ୍ତାନଗଣର ଅଧିପତି ସଦୟର ପୁତ୍ର ଇଲିସୁର ଆଣିଲା। ତାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ, ଏ 2 ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର
ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ 1 ବର୍ଷୀୟ ଏକ ମେଷବତ୍ସ। ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ, ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷବତ୍ସ। ଏହା ସଦୟର ପୁତ୍ର ଇଲିସୁରର ଉପହାର। ପଞ୍ଚମ ଦିନ ସିମିଓନ ସନ୍ତାନଗଣର ଅଧିପତି ସୁରିଏସଦର ପୁତ୍ର ସଲୁମିଏଲ ଆଣିଲା। ତାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ। ଏହି 2 ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ। ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ 1 ବର୍ଷୀୟ ଏକ ମେଷବତ୍ସ। ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷବତ୍ସ। ଏହା ସୁରସଦ୍ଦିଏର ପୁତ୍ର ସଲୁମିଏଲର ଉପହାର। ଷଷ୍ଠ ଦିନ ଗାଦ ସନ୍ତାନର ଅଧିପତି ଦୁଇଏଲର ପୁତ୍ର ଇଲିଆସଫ ଆଣିଲା। ତାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି, 70 ସେକଲ ପରିମିତ ରୂପାର ଏକ କୁଣ୍ଡ। ଏହି 2 ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ। ଆଉ ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ 1 ବର୍ଷୀୟ ଏକ ମେଷବତ୍ସ। ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ, ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷବତ୍ସ। ଏହା ଦିୟୁଏଲର ପୁତ୍ର ଇଲିଆସଫର ଉପହାର। ସପ୍ତମ ଦିନ ଇଫ୍ରିଏମ ସନ୍ତାନଗଣର ଅଧିପତି ଅମିହୁଦର ପୁତ୍ର ଇଲିସାମା ଆଣିଲା। ତାହାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ। ଏହି 2 ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ। ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ 1 ବର୍ଷୀୟ ଏକ ମେଷବତ୍ସ। ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷବତ୍ସ। ଏହା ଅମିହୁଦର ପୁତ୍ର ଇଲିସାମାର ଉପହାର। ଅଷ୍ଟମ ଦିନ ମନସ୍ସୀ ସନ୍ତାନଗଣର ଅଧିପତି ପଦାସୁରର ପୁତ୍ର ଗମଲିଏଲ ଆଣିଲା। ତାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ। ଏହି 2 ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ। ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ 1 ବର୍ଷୀୟ ଏକ ମେଷବତ୍ସ। ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷବତ୍ସ। ଏହା ପଦାହସୁରର ପୁତ୍ର ଗମଲିଏଲର ଉପହାର। ନବମ ଦିନ ବିନ୍ୟାମିନ ସନ୍ତାନଗଣର ଅଧିପତି ଗିଦିଓନର ପୁତ୍ର ଅବିଦାନ ଆଣିଲା। ତାହାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ। ଏହି 2 ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ। ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ 1 ବର୍ଷୀୟ ଏକ ମେଷବତ୍ସ। ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷବତ୍ସ। ଏହା ଗିଦିଓନିର ପୁତ୍ର ଅବିଦାନବର ଉପହାର। ଦଶମ ଦିନ ଦାନ ସନ୍ତାନର ଅଧିପତି ଅମିଷେଦର ପୁତ୍ର ଅହିଏସଲ ଆଣିଲା। ତାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ। ଏହି 2 ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ। ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ 1 ବର୍ଷୀୟ ମେଷବତ୍ସ। ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ
ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷ ବତ୍ସ। ଏହା ଅମିଷାଦୟର ପୁତ୍ର ଅହିଏସର ଉପହାର। ଏକାଦଶ ଦିନ ଆସେର ସନ୍ତାନଗଣର ଅଧିପତି ଅକ୍ରଣର ପୁତ୍ର ପଗିଏଲ ଆଣିଲା। ତାହାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର 1 ଥାଳି ଓ 70 ସେକଲ ପରିମିତ ରୂପାର 1 କୁଣ୍ଡ। ଏହି 2 ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ। ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର 1 ଚାମଚ। ହୋମ ନିମନ୍ତେ 1 ଗୋବତ୍ସ ଓ 1 ମେଷ, 1 ବର୍ଷୀୟ ମେଷ ବତ୍ସ। ପାପାର୍ଥକ ବଳିଦାନ ନିମନ୍ତେ 1 ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷ ବତ୍ସ। ଏହା ଅକ୍ରଣର ପୁତ୍ର ପଗିଏଲର ଉପହାର। ଦ୍ୱାଦଶ ଦିନ ନପ୍ତାଲି ସନ୍ତାନଗଣର ଅଧିପତି ଏନାନର ପୁତ୍ର ଅହିର ଆଣିଲା। ତାହାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର 1 ଥାଳି ଓ 70 ସେକଲ ପରିମିତ ରୂପାର 1 କୁଣ୍ଡ। ଏହି 2 ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ। ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର 1 ଚାମଚ। ହୋମ ନିମନ୍ତେ 1 ଗୋବତ୍ସ ଓ 1 ମେଷ ଓ 1 ବର୍ଷୀୟ 1 ମେଷ ବତ୍ସ। ପାପାର୍ଥକ ବଳିଦାନ ନିମନ୍ତେ 1 ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷ ବତ୍ସ। ଏହା ଏନନର ପୁତ୍ର ଅହିରର ଉପହାର। ବେଦୀର ଅଭିଷେକ ଦିନ ତୈଳ ପ୍ରତିଷ୍ଠାତାର୍ଥକ ଏହି ଉପହାର ଇସ୍ରାଏଲ ଅଧିପତିଗଣ ଦ୍ୱାରା ଦତ୍ତ ହୋଇଥିଲା। ରୂପାର 12 ଥାଳି ଓ ରୂପାର 12 କୁଣ୍ଡ ଓ ସ୍ୱର୍ଣ୍ଣର 12 ଚାମଚ। ତୈଳ ପ୍ରତ୍ୟେକ ରୂପା ଥାଳି 130 ସେକଲ ଓ ପ୍ରତ୍ୟେକ କୁଣ୍ଡ 70 ସେକଲ ପରିମିତ। ସମସ୍ତ ପାତ୍ରର ରୂପା ପବିତ୍ର ସ୍ଥାନର ସେକଲ ଅନୁସାରେ 2400 ସେକଲ ଥିଲା। ପୁଣି ଧୂପପୂର୍ଣ୍ଣ 12 ସ୍ୱର୍ଣ୍ଣ ଚାମଚ ପ୍ରତ୍ୟେକ ପବିତ୍ର ସ୍ଥାନର ସେକଲ ଅନୁସାରେ 10 ସେକଲ ପରିମିତ। ଚାମଚର ସମସ୍ତ ସ୍ୱର୍ଣ୍ଣ 120 ସେକଲ ଥିଲା। ହୋମ ନିମନ୍ତେ ସମୁଦାୟ 12 ଗୋରୁ ଓ 12 ମେଷ ଓ 1 ବର୍ଷୀୟ 12 ମେଷ ବତ୍ସ ଓ ସେସବୁର ଭକ୍ଷ୍ୟ ନୈବେଦ୍ୟ ଆଉ ପାପାର୍ଥକ ବଳିଦାନ ନିମନ୍ତେ 12 ଛାଗ। ପୁଣି ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ସମୁଦାୟ 24 ଗୋରୁ ଓ 60 ମେଷ ଓ 60 ଛାଗ ଓ 1 ବର୍ଷୀୟ 60 ମେଷ ବତ୍ସ। ଏହା ବେଦୀର ଅଭିଷେକ ଉତ୍ତାରେ ତୈଳ ପ୍ରତିଷ୍ଠା ନିମନ୍ତେ ଦତ୍ତ ଉପହାର। ଏ ଉତ୍ତାରେ ମୂଷା ତାହାଙ୍କ ସହିତ କଥା କହିବାକୁ ସମାଗମ ତମ୍ବୁରେ ପ୍ରବେଶ କରାନ୍ତି। ସାକ୍ଷ୍ୟ ସିନ୍ଧୁକର ଉପରିସ୍ଥ ପାପାଛଦନର ଉପରୁ କିରୁବଦୟ ମଧ୍ୟରୁ ଆପଣା ପ୍ରତି ବାକ୍ୟବାଦୀ ରବ ଶୁଣିଲେ। ପୁଣି ସେ ତାଙ୍କ ସହିତ କଥା କହିଲେ। ଗଣନା ପୁସ୍ତକ 8 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ହାରଣକୁ କୁହ, ତୁମେ ପ୍ରଦୀପ ଜାଳିବା ସମୟରେ ସେହି ସପ୍ତ ପ୍ରଦୀପ ଦୀପବୃକ୍ଷର ସମ୍ମୁଖ ଭାଗରେ ଆଲୁଅ ଦେବ। ତହିଁରେ ହାରଣ ସେହି ରୂପେ କଲେ। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଯେପରି ଦୀପବୃକ୍ଷର ସମ୍ମୁଖ ଭାଗରେ ଆଲୁଅ ହେବ, ସେ ସେହିପରି ଦୀପମାନ ଜଳାଇଲେ। ସେହି ଦୀପବୃକ୍ଷର କର୍ମ ସ୍ୱର୍ଣ୍ଣର ପିଟାକର୍ମ ଥିଲା। ତହିଁର ଗଣ୍ଡି ଓ ପୁଷ୍ପ ପର୍ଯ୍ୟନ୍ତ ପିଟାକର୍ମ ଥିଲା। ସଦାପ୍ରଭୁ ମୋଶାଙ୍କୁ ଯେଉଁ ଆଦର୍ଶ ଦେଖାଇଥିଲେ, ତଦନୁସାରେ ସେ ଦୀପବୃକ୍ଷ ନିର୍ମାଣ କଲେ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ନେଇ ସୂଚୀ କର। ତୁମ୍ଭେ ସେମାନଙ୍କୁ ସୂଚୀ କରିବା ନିମନ୍ତେ ଏହି ରୂପେ କରିବ। ସେମାନଙ୍କ ଉପରେ ପାପାର୍ଥକ ଜଳ ପ୍ରକ୍ଷେପ କର ଓ ସେମାନେ ଆପଣା ଆପଣାର ସମସ୍ତ ଶରୀରରେ ଖୁର ଚଳାନ୍ତୁ ଓ ସେମାନେ ଆପଣା ଆପଣା ବସ୍ତ୍ର ଧୋଇ ଆପଣା ଆପଣାକୁ ସୂଚୀ କରାନ୍ତୁ। ତହିଁ ଉତ୍ତାରେ ସେମାନେ 1 ଗୋବତ୍ସ ଓ ତହିଁର ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ଆଣନ୍ତୁ। ପୁଣି ତୁମ୍ଭେ ଆଉ 1 ଗୋବତ୍ସ ପାପାର୍ଥକ ବଳି ନିମନ୍ତେ ନେବ। ତହୁଁ ତୁମେ ଲେବୀୟମାନଙ୍କୁ ସମାଗମ ତମ୍ବୁ ସମ୍ମୁଖରେ ଉପସ୍ଥିତ କରାଇବ। ପୁଣି ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀକି ଏକତ୍ର କରିବ। ଆଉ ତୁମେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ। ତହୁଁ ଇସ୍ରାଏଲ ସନ୍ତାନଗଣ ଲେବୀୟମାନଙ୍କ ଉପରେ ଆପଣମାନଙ୍କର ହସ୍ତ ନିର୍ଭର ଦେବେ। ଆଉ ହାରଣ ଇସ୍ରାଏଲ ସନ୍ତାନଗଣ ପକ୍ଷରେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ଉପହାର ରୂପେ ଉତ୍ସର୍ଗ କରିବ।
ତହିଁରେ ସେମାନେ ସଦାପ୍ରଭୁଙ୍କର ସେବା କରିପାରିବେ। ତହିଁ ଉତ୍ତାରେ ଲେବୀୟମାନେ ସେହି 2 ଗୋବତ୍ସର ମସ୍ତକରେ ଆପଣମାନଙ୍କ ହସ୍ତର ନିର୍ଭର ଦେବେ। ତେଣୁ ତୁମ୍ଭେ ଲେବୀୟମାନଙ୍କ ପାଇଁ ଆପଣା ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିକି ପାପାର୍ଥକ ବଳି ରୂପେ ଓ ଅନ୍ୟଟିକି ହୋମାର୍ଥକ ବଳି ରୂପେ ଉତ୍ସର୍ଗ କରିବ। ପୁଣି ତୁମ୍ଭେ ହାରଣ ଓ ତାହାର ପୁତ୍ରଗଣ ସମ୍ମୁଖରେ ଲେବୀୟମାନଙ୍କୁ ଉପସ୍ଥିତ କରାଇ ଦୋଳନୀୟ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ଏହି ରୂପେ ତୁମେ ଇସ୍ରାଏଲ ସନ୍ତାନଗଣଠାରୁ ଲେବୀୟମାନଙ୍କୁ ପୃଥକ କରିବ। ତହିଁରେ ଲେବୀୟମାନେ ଆମ୍ଭର ହେବେ। ତହିଁ ଉତ୍ତାରେ ଲେବୀୟମାନେ ସେବା କରିବା ନିମନ୍ତେ ସମାଗମ ତମ୍ବୁରେ ପ୍ରବେଶ କରିବେ। ପୁଣି ତୁମ୍ଭେ ସେମାନଙ୍କୁ ସୂଚୀ କରି ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କରିବ। କାରଣ ସେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଆମ୍ଭ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ। ଆମ୍ଭେ ଇସ୍ରାଏଲର ସନ୍ତାନଗଣ ମଧ୍ୟରୁ ସମସ୍ତ ପ୍ରଥମଜାତ ଗର୍ଭଫଳ ବଦଳେ ସେମାନଙ୍କୁ ଆପଣା ନିମନ୍ତେ ଗ୍ରହଣ କଲୁ। ଯେହେତୁ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ମନୁଷ୍ୟ ଓ ପଶୁ ଉଭୟର ସମସ୍ତ ପ୍ରଥମଜାତ ଆମ୍ଭର, ମିଶର ଦେଶର ସମସ୍ତ ପ୍ରଥମଜାତକୁ ଆଘାତ କରିବା ଦିନ ଆମ୍ଭେ ସେମାନଙ୍କୁ ଆପଣା ନିମନ୍ତେ ପବିତ୍ର କଲୁ। ପୁଣି ଇସ୍ରାଏଲ ସନ୍ତାନଗଣର ସମସ୍ତ ପ୍ରଥମଜାତ ବଦଳେ ଆମ୍ଭେ ଲେବୀୟମାନଙ୍କୁ ଗ୍ରହଣ କଲୁ। ଆଉ ଇସ୍ରାଏଲ ସନ୍ତାନଗଣ ପବିତ୍ର ସ୍ଥାନ ନିକଟକୁ ଆସିବା ବେଳେ ଯେପରି ସେମାନଙ୍କ ମଧ୍ୟରେ ମାରି ଉପସ୍ଥିତ ନ ହୁଏ, ଏଥିପାଇଁ ଆମେ ସମାଗମ ତମ୍ବୁରେ ଇସ୍ରାଏଲ ସନ୍ତାନଗଣ ବଦଳେ ସେବା ଓ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ଦାନ ରୂପେ ଓ ହାରଣ ଓ ତାହାର ପୁତ୍ରଗଣକୁ ଦେଲୁ। ଏହି ରୂପେ ମୋଶା ଓ ହାରଣ ଓ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ଲେବୀୟମାନଙ୍କ ପ୍ରତି କଲେ। ସଦାପ୍ରଭୁ ଲେବୀୟମାନଙ୍କ ବିଷୟରେ ମୋଶାଙ୍କୁ ଯେ ସମସ୍ତ ଆଜ୍ଞା ଦେଇଥିଲେ ତଦନୁସାରେ ଇସ୍ରାଏଲ ସନ୍ତାନଗଣ ସେମାନଙ୍କ ପ୍ରତି କଲେ। ପୁଣି ଲେବୀୟମାନେ ଆପଣା ଆପଣାକୁ ପାପରୁ ପରିଷ୍କାର କଲେ, ଆପଣା ଆପଣା ବସ୍ତ୍ର ଧୌତ କଲେ। ତେଣୁ ହାରଣ ସେମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କଲେ। ଆଉ ହାରଣ ସେମାନଙ୍କୁ ସୂଚୀ କରିବା ନିମନ୍ତେ ପ୍ରାୟଶ୍ଚିତ କଲେ। ତହିଁ ଉତ୍ତାରେ ଲେବୀୟମାନେ ହାରଣର ସମ୍ମୁଖରେ ଓ ତାହାର ପୁତ୍ରଗଣ ସମ୍ମୁଖରେ ଆପଣା ଆପଣା ସେବାକର୍ମ କରିବା ନିମନ୍ତେ ସମାଗମ ତମ୍ବୁରେ ପ୍ରବେଶ କଲେ। ସଦାପ୍ରଭୁ ଲେବୀୟମାନଙ୍କ ବିଷୟରେ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ ତଦନୁସାରେ ସେମାନଙ୍କ ପ୍ରତି କଲେ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଲେବୀୟମାନଙ୍କ ବିଷୟରେ ଏହି ବ୍ୟବସ୍ଥା। 25 ବୟସରୁ ଲେବୀୟମାନେ ସମାଗମ ତମ୍ବୁରେ ସେବାକର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେବେ। ପୁଣି ସେମାନେ 50 ବର୍ଷ ପର୍ଯ୍ୟନ୍ତ ବୟସ୍କ ହେଲେ ସେବାକର୍ମରୁ ନିବୃତ୍ତ ହୋଇ ଆଉ ସେବା କରିବେ ନାହିଁ। ତଥାପି ସେମାନେ ରକ୍ଷଣୀୟ ରକ୍ଷା କରିବାରେ ସମାଗମ ତମ୍ବୁରେ ଆପଣା ଆପଣା ଭ୍ରାତା ସହିତ ସେବାକର୍ମ କରିବେ ଓ ଅନ୍ୟ ସେବା କରିବେ ନାହିଁ। ଲେବୀୟମାନଙ୍କ ରକ୍ଷଣୀୟ ବିଷୟରେ ତୁମ୍ଭେ ସେମାନଙ୍କ ପ୍ରତି ଏ ରୂପେ କରିବ। ଆଉ ଯେଉଁଦିନ ଆବାସ ସ୍ଥାପିତ ହେଲା ସେହିଦିନ ମେଘ ଆବାସକୁ ଅର୍ଥାତ୍ ସାକ୍ଷ୍ୟ ତମ୍ବୁ ଆଚ୍ଛାଦନ କଲା। ପୁଣି ତା ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ଆବାସ ଉପରେ ଅଗ୍ନିତୁଲ୍ୟ ଦେଖାଗଲା। ଏହି ରୂପେ ସର୍ବଦା ହେଲା। ମେଘ ଆବାସକୁ ଆଚ୍ଛାଦନ କଲା, ପୁଣି ରାତ୍ରିରେ ଅଗ୍ନିତୁଲ୍ୟ ଦେଖାଗଲା। ଆଉ କୌଣସି ସମୟରେ ତମ୍ବୁ ଉପରୁ ସେ ମେଘ ଉପରକୁ ନିଆଗଲା। ସେ ସମୟ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କଲେ। ପୁଣି ସେ ମେଘ ଯେଉଁଠାରେ ରହିଲା ଇସ୍ରାଏଲ ସନ୍ତାନଗଣ ସେହିଠାରେ ଛାଉଣି ସ୍ଥାପନ କଲେ। ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କଲେ ଓ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଛାଉଣି ସ୍ଥାପନ କଲେ। ଯେ ପର୍ଯ୍ୟନ୍ତ ସେହି ମେଘ ଆବାସ ଉପରେ ରହିଲା ସେ ପର୍ଯ୍ୟନ୍ତ ସେମାନେ ଛାଉଣି ସ୍ଥାପନ କରି ରହିଲେ। ପୁଣି ଯେତେବେଳେ ସେହି ମେଘ ଆବାସ ଉପରେ ବହୁଦିନ ବିଳମ୍ବ କରି ରହିଲା ସେତେବେଳେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ରକ୍ଷଣୀୟ ରକ୍ଷା କଲେ ଓ ଯାତ୍ରା କଲେ ନାହିଁ। ପୁଣି କେବେ କେବେ ସେ ମେଘ ଆବାସ ଉପରେ ଅଳ୍ପ ଦିନ ରହିଲା। ସେ ସମୟରେ ହିଁ ସେମାନେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଛାଉଣି କରି ରହିଲେ ଓ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଯାତ୍ରା କଲେ। ଆଉ କେବେ କେବେ ମେଘ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ରହିଲା ଓ ପ୍ରଭାତରେ ମେଘ ଉପରକୁ ନିଆଯାନ୍ତେ ସେମାନେ ଯାତ୍ରା କଲେ। ଅବା ଯେବେ ତାହା ଦିବାରାତ୍ର ରହିଲା ତେବେ ମେଘ ଉପରକୁ ନିଆଯାନ୍ତେ ସେମାନେ ଯାତ୍ରା କଲେ। 2 ଦିନ କି 1 ମାସ କି 1 ବର୍ଷ ହେଉ ଆବାସ ଉପରେ ମେଘ ଯେତେ କାଳ ବିଳମ୍ବ କରି ଅବସ୍ଥିତ ହେଲା ସେତେ କାଳ ଇସ୍ରାଏଲ ସନ୍ତାନଗଣ ଯାତ୍ରା ନ କରି ଛାଉଣିରେ ରହିଲେ। ମାତ୍ର ତାହା ନିଆଯାନ୍ତେ ସେମାନେ ଯାତ୍ରା କଲେ। ସେମାନେ ସଦାପ୍ରଭୁଙ୍କ ଆଜ୍ଞାରେ ଛାଉଣି ସ୍ଥାପନ କଲେ ଓ ସଦାପ୍ରଭୁଙ୍କ ଆଜ୍ଞାରେ
ଯାତ୍ରା କଲେ। ସେମାନେ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସଦାପ୍ରଭୁଙ୍କର ରକ୍ଷଣୀୟ ରକ୍ଷା କଲେ। ଗଣନା ପୁସ୍ତକ 10 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ରୂପାର 2 ତୁରୀ ନିର୍ମାଣ କର। ତୁମେ ପିଟା କର୍ମରେ ତାହା ନିର୍ମାଣ କରିବ। ଆଉ ତୁମେ ମଣ୍ଡଳୀକି ଆହ୍ୱାନ କରିବା ବେଳେ ଓ ଛାଉଣି ସମୂହ ପ୍ରସ୍ଥାନ କରିବା ବେଳେ ତାହା ବ୍ୟବହାର କରିବ। ପୁଣି ସେମାନେ ସେହି 2 ତୁରୀ ବଜାନ୍ତେ ସମସ୍ତ ମଣ୍ଡଳୀ ସମାଗମ ତମ୍ବୁ ଦ୍ୱାରରେ ତୁମ୍ଭ ନିକଟରେ ଏକତ୍ରିତ ହେବେ। ଆଉ ଯେବେ ସେମାନେ ଏକ ତୁରୀ ବଜାଇବେ, ତେବେ ଅଧିପତିମାନେ ଅର୍ଥାତ୍ ଇସ୍ରାଏଲର ସହସ୍ରାଧିପତିମାନେ ତୁମ୍ଭ ନିକଟରେ ଏକତ୍ରିତ ହେବେ। ପୁଣି ତୁମ୍ଭେମାନେ ରଣତୁରୀ ବଜାନ୍ତେ ପୂର୍ବ ଦିଗସ୍ଥିତ ଛାଉଣିର ଲୋକମାନେ ଯାତ୍ରା କରିବେ। ପୁଣି ତୁମ୍ଭେମାନେ ଦ୍ୱିତୀୟ ଥର ରଣତୁରୀ ବଜାନ୍ତେ ଦକ୍ଷିଣ ଦିଗସ୍ଥିତ ଛାଉଣିର ଲୋକମାନେ ଯାତ୍ରା କରିବେ। ଏହି କ୍ରମରେ ସେମାନେ ଆପଣମାନଙ୍କ ଯାତ୍ରା ନିମନ୍ତେ ରଣତୁରୀ ବଜାଇବେ। ସମାଜକୁ ଏକତ୍ର କରିବା ସମୟରେ ତୁମେମାନେ ତୁରୀ ବଜାଇବ, ମାତ୍ର ରଣତୁରୀ ବଜାଇବ ନାହିଁ। ଆଉ ହାରଣର ପୁତ୍ର ଯାଜକମାନେ ସେହି 2 ତୁରୀ ବଜାଇବେ। ପୁଣି ତାହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ତୁମମାନଙ୍କ ପ୍ରତି ଅନନ୍ତକାଳୀନ ବିଧି ହେବ। ଆଉ ଯେଉଁ ସମୟରେ ତୁମ୍ଭେମାନେ ଆପଣା ଦେଶରେ କ୍ଲେଶଦାୟୀ ବିପକ୍ଷଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବ, ସେହି ସମୟରେ ତୁମ୍ଭେମାନେ ଏହି ତୁରୀରେ ରଣବାଦ୍ୟ ବଜାଇବ। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ତୁମେମାନେ ସ୍ମରଣ କରାଯିବ ଓ ତୁମ୍ଭେମାନେ ଆପଣମାନଙ୍କ ଶତ୍ରୁଗଣଠାରୁ ରକ୍ଷା ପାଇବ। ଆହୁରି ତୁମ୍ଭମାନଙ୍କ ଆନନ୍ଦ ଦିନରେ ଓ ତୁମ୍ଭମାନଙ୍କ ନିରୂପିତ ପର୍ବରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭରେ ତୁମେମାନେ ଆପଣମାନଙ୍କର ହୋମବଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୁରୀ ବଜାଇବ। ତହିଁରେ ତାହା ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ତୁମମାନଙ୍କ ସ୍ମରଣାର୍ଥେ ହେବ। ଆମ୍ଭେ ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱର ଅଟୁ। ଆଉ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର 20 ଦିନରେ ସେହି ମେଘ ସାକ୍ଷ୍ୟ ରୂପ ଆବାସ ଉପରୁ ନିଆଗଲା। ତହିଁରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କରିବାର ନିୟମାନୁସାରେ ସିନୟ ପ୍ରାନ୍ତରରୁ ଅଗ୍ରସର ହେଲେ। ପୁଣି ସେହି ମେଘ ପାରଣ ପ୍ରାନ୍ତରରେ ଅବସ୍ଥିତି କଲା। ଆଉ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ପ୍ରଥମ ଥର ଯାତ୍ରା କଲେ। ପ୍ରଥମରେ ଜିହୁଦା ସନ୍ତାନଗଣର ଛାଉଣିର ଧ୍ୱଜା ସେମାନଙ୍କର ସୈନ୍ୟାନୁସାରେ ଚଳିଲା। ପୁଣି ଅମିନାଦବର ପୁତ୍ର ନହଶୋନ ସେମାନଙ୍କର ସୈନ୍ୟ ଉପରେ ଥିଲା। ଆଉ ସୁରିଆର ପୁତ୍ର ନଥନେଲ ଇସାଖର ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା। ଆଉ ହେଲୋନର ପୁତ୍ର ଇଲିଆବନ ସବଲୁନ ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା। ଏଉ ତାର ଆବାସ ଭଗାଯାନ୍ତେ ଗେର୍ସନ ସନ୍ତାନଗଣ ଓ ମରାରୀର ସନ୍ତାନଗଣ ସେହି ଆବାସ ବହି ଅଗ୍ରସର ହେଲେ। ତେଣୁ ରୁବେନ ଛାଉଣିର ଧ୍ୱଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା। ପୁଣି ସଦୟର ପୁତ୍ର ଇଲିସୁର ସେମାନଙ୍କ ସୈନ୍ୟ ଉପରେ ଥିଲା। ଆଉ ସୁରି ସଦୟର ପୁତ୍ର ସଲୁମିଏଲ ସିମିଓନ ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା। ଆଉ ଦୁଇଏଲର ପୁତ୍ର ଇଲିଆସବ ଗାଦ ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା। ତହିଁ ଉତ୍ତାରେ କରାହିତ୍ୟମାନେ ପବିତ୍ର ସ୍ଥାନର ଭାର ବହି ଅଗ୍ରସର ହେଲେ। ପୁଣି ସେମାନଙ୍କ ପହଞ୍ଚିବା ସମୟକୁ ଅନ୍ୟମାନେ ଆବାସ ସ୍ଥାପନ କରିଥିଲେ। ଆଉ ଇଫ୍ରେମ ସନ୍ତାନଗଣର ଛାଉଣିର ଧ୍ୱଜା ସେମାନଙ୍କର ସୈନ୍ୟାନୁସାରେ ଚଳିଲା। ଓ ଅମିହୁଦର ପୁତ୍ର ଇଲିସାମା ସେମାନଙ୍କ ସୈନ୍ୟ ଉପରେ ଥିଲା। ଆଉ ପଦାହସୁରର ପୁତ୍ର ଗମଲିଏଲ ମନସୀ ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା। ପୁଣି ଗିଦିଓନିର ପୁତ୍ର ଅବିଦାନ ବିନ୍ୟାମିନ ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା। ତ ସମସ୍ତ ଛାଉଣିର ପଶ୍ଚାତଦାନ ସନ୍ତାନଗଣର ଛାଉଣିର ଧ୍ୱଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା। ଅମିଷଦୟର ପୁତ୍ର ଅହିଏସର ସେମାନଙ୍କ ସୈନ୍ୟ ଉପରେ ଥିଲା। ଆଉ ଅକ୍ରଣର ପୁତ୍ର ପଗିଏଲ ଆସେର ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା। ପୁଣି ଏନନର ପୁତ୍ର ଅହିର ନପ୍ତାଲି ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା। ଏହି ରୂପେ ଇସ୍ରାଏଲ ସନ୍ତାନଗଣର ଯାତ୍ରା ସେମାନଙ୍କ ସୈନ୍ୟାନୁସାରେ ହେଲା ଓ ସେମାନେ ଅଗ୍ରସର ହେଲେ। ଅନନ୍ତର ମୋଶା ଆପଣା ଶ୍ୱଶୁର ମିଦିଅନିୟର ରୁଏଲର ପୁତ୍ର ହୋବକୁ କହିଲେ, ସଦାପ୍ରଭୁ ଯେଉଁ ସ୍ଥାନ ବିଷୟରେ କହିଛନ୍ତି ଆମ୍ଭେ ତାହା ତୁମ୍ଭମାନଙ୍କୁ ଦେବା। ସେହି ସ୍ଥାନକୁ ଆମ୍ଭେ ଯାହା ଯାହା କରୁଅଛୁ, ତୁମ୍ଭେ ଆମମାନଙ୍କ ସଙ୍ଗରେ ଆସ। ତହିଁରେ ଆମ୍ଭେମାନେ ତୁମ୍ଭର ମଙ୍ଗଳ କରିବା, କାରଣ ସଦାପ୍ରଭୁ ଇସ୍ରାଏଲ ବିଷୟରେ ମଙ୍ଗଳ କଥା କହିଛନ୍ତି। ତମୁ ସେ କହିଲା, ମୁଁ ଯିବି ନାହିଁ, ମାତ୍ର ମୁଁ ଆପଣା ନିଜ ଦେଶକୁ ଓ
ଓ ଆପଣା ଜ୍ଞାତିମାନଙ୍କ ନିକଟକୁ ପ୍ରସ୍ଥାନ କରିବି। ତେବେ ମୂଷା କହିଲେ, ବିନୟ କରୁଅଛି, ତୁମ୍ଭେ ଆମ୍ଭମାନଙ୍କୁ ଛାଡ଼ି ଯାଅ ନାହିଁ। କାରଣ ପ୍ରାନ୍ତର ମଧ୍ୟରେ କି ପ୍ରକାରେ ଆମ୍ଭମାନଙ୍କର ଛାଉଣି ସ୍ଥାପନ କରିବାକୁ ହେବ ତାହା ତୁମେ ଜାଣ। ଏହେତୁ ତୁମ୍ଭେ ଆମ୍ଭମାନଙ୍କ ଚକ୍ଷୁର ବଦଳେ ହେବ, ଆଉ ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ ଗଲେ ଏହା ହେବ, ନିଶ୍ଚୟ ଏହା ହେବ। ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଯେକୌଣସି ମଙ୍ଗଳ କରିବେ ତାହା ଆମ୍ଭେମାନେ ତୁମ୍ଭ ପ୍ରତି କରିବୁ। ଏ ଉତ୍ତାରେ ସେମାନେ ସଦାପ୍ରଭୁଙ୍କ ପର୍ବତରୁ 3 ଦିନର ପଥ ଗଲେ। ପୁଣି ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ସେମାନଙ୍କ ନିମନ୍ତେ ବିଶ୍ରାମ ସ୍ଥାନ ଅନ୍ୱେଷଣ କରିବା ପାଇଁ ସେମାନଙ୍କ ଆଗରେ 3 ଦିନର ପଥ ଗଲା। ପୁଣି ସେମାନେ ଛାଉଣିରୁ ଯାତ୍ରା କରିବା ବେଳେ ସଦାପ୍ରଭୁଙ୍କ ମେଘ ଦିବସରେ ସେମାନଙ୍କ ଉପରେ ରହିଲା। ପୁଣି ସିନ୍ଦୁକ ଅଗ୍ରସର ହେବା ବେଳେ ମୂଷା କହନ୍ତି, ସଦାପ୍ରଭୁ ଉଠ, ପୁଣି ତୁମ୍ଭର ଶତ୍ରୁମାନେ ଛିନ୍ନ ଭିନ୍ନ ହେଉନ୍ତୁ, ଓ ଯେଉଁମାନେ ତୁମକୁ ଘୃଣା କରନ୍ତି ସେମାନେ ତୁମ୍ଭ ସମ୍ମୁଖରୁ ପଳାୟନ କରନ୍ତୁ। ଆଉ ତାହା ବିଶ୍ରାମ କରିବା ବେଳେ ସେ କହନ୍ତି, ସଦାପ୍ରଭୁ ତୁମେ ଇସ୍ରାଏଲର ଅୟୁତ ଅୟୁତ ସହସ୍ର ପ୍ରତି ଫେର। गुड मॉर्निंग बाइबल पठन कक्ष को पुनर्बार मु आपण मानकु स्वागत जनाए। आज बाइबल पठन दिन संख्या 22 गुरुवार। आज आंबे माने गणना पुस्तक 7 पर्व 8 पर्व पुणी 9 पर्वर अवशिष्ट अंश तथा 9 पर्व 15 पद ठारू 23 पद पुणी गणना पुस्तक 10 पर्व ए समस्त अंश को पाठ करियछु। आसंतु ए समस्त अंशर सारांश को आंबे माने आलोचना करिबा। समागम तंबुर निर्माण कार्य समाप्त हेबा विषय यात्रा पुस्तक 40 पर्व रे लिखा जाइछि एवं वर्तमान गणना पुस्तक 7 पर्व रे समागम तंबुर उत्सर्ग समय रे नेता मानक द्वारा दिया जाइथिबा दान विषय रे आमे पाठ करूछु। लेबियो मानकर सूचीकरण विषय रे मध्य एठारे उल्लेख करा जाइछि। 25 लाख लोकंकु दल दल करी श्रृंखलित भावरे प्रांतर मध्य देई परिचालना करिबा निमंते रूपार तुरी गुड़िक निर्माण करिबा पाए सदाप्रभु इस्राएल लोक मानकु निर्देश देले। द्वितीय वर्षर द्वितीय मासर 20तम दिन रे समागम तंबू उपरु मेघ उठाई नियागला वो इस्राएल लोक माने समागम तंबू को समानंको केंद्र रे रखी प्रांतर मध्य रे यात्रा आरंभ कले। वर्तमान यात्रा आरंभ करिवार समय मिस्र देश ठारू यात्रा आरंभ करिवार अनुभूति प्राप्त होइथिबा प्रथम पीढ़ी वर्तमान सेमानंकर परवर्ती लक्ष्य स्थल कादेश बर्णेय आड़कू यात्रा आरंभ कले। पठित शास्त्रांश रे प्रभु आज आमानकु आशीर्वाद करंतु।